ପିଲାମାନେ ତ ଆଜିର କ୍ଲାସରେ ଆମେ ଦେଖିବା ଯେ କ'ଣ କାହା ମୁଖ ଅନାଇ ବଞ୍ଚିବି, ଯେଉଁଟାକି ହେଉଛି କ'ଣ ତମ ନବମ ଶ୍ରେଣୀ ବହିର ପ୍ରଥମ ବିଷୟ। ବୁଝିପାରିଲ ପିଲାମାନେ? ତ ତାର ଲେଖକ କିଏ? ସରି, କାହା ମୁଖ ଅନାଇ ବଞ୍ଚିବି ଯେହେତୁ ସେଇଟା ଗୋଟେ କବିତା, ବୁଝିଗଲ? କବିତା ତ ତାର କାବ୍ୟକାର କହନ୍ତି। ବୁଝିପାରିଲ? କାବ୍ୟକାର କିଏ ନା ଭକ୍ତ ଚରଣ ଦାସ। ତ ଫାଷ୍ଟ ଆମେ କ'ଣ କରିବା ନା ଆମେ ସେଠିକୁ କ'ଣ କରିବା ବୁଝିବା। ଭକ୍ତ ଚରଣ ଦାସ କେବେ ଜନ୍ମଗ୍ରହଣ କରିଥିଲେ, ତ କ'ଣ କ'ଣ ସବୁ ଲେଖିଛନ୍ତି, ତ ସେଗୁଡ଼ିକ ବୁଝିବା। ତାପରେ ଆମେ ଯିବା ଆମର ଟପିକ୍ ଉପରକୁ, ଯେଉଁଟାକି ଗଳ୍ପ ଉପରକୁ। କିଛି ସମୟ ମଧ୍ୟରେ ମୁଁ ବୁଝେଇବାକୁ ଚେଷ୍ଟା କରିବି। ବୁଝିପାରିଲ? କେବଳ କେତେ ମିନିଟ୍, 1 ମିନିଟ୍ କି 2 ମିନିଟ୍ ଆମର ନେବି ସେ କ'ଣ ସେ କବି ପରିଚୟଟା ବୁଝେଇବା ପାଇଁ। ଦେଖ, ଭକ୍ତଚରଣ ଦାସ 18ଶ ଶତାବ୍ଦୀ ଖୋର୍ଦ୍ଧା ଜିଲ୍ଲାର ରାଜସୁନାଖେଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କିଏ ନା ଭକ୍ତଚରଣ ଦାସ। ତାଙ୍କର ପ୍ରଥମ ନାଁ ଥିଲା କ'ଣ ବୈରାଗୀ ଚରଣ ପଟ୍ଟନାୟକ। ତ ଭକ୍ତଚରଣ ଦାସଙ୍କର ପ୍ରଥମ ନାଁ କ'ଣ ଥିଲା ନା ବୈରାଗୀ ଚରଣ ପଟ୍ଟନାୟକ। ତ ପିଲାମାନେ ତାଙ୍କୁ ଡାକୁଥିଲେ କ'ଣ ବୈରାଗୀ ଚରଣ ପଟ୍ଟନାୟକ। ତ ଦେଖ, ବୈଷ୍ଣବ ଧର୍ମ ଦୀକ୍ଷା ନେବା ପରେ ସେ ଭକ୍ତଚରଣ ଦାସ ନାମରେ ନାମିତ ହେଲେ ବା ପରିଚିତ ହେଲେ। ସେ ଯେବେ ବୈଷ୍ଣବ ଧର୍ମ ଦୀକ୍ଷା ନେଲେ ତ ତା ପରଠୁ ସେ କ'ଣ କେଉଁ ନାମରେ ନାମିତ ହେଲେ ନା ଭକ୍ତଚରଣ ଦାସ ନାମରେ ନାମିତ ପରିଚିତ ହେଲେ। ତ ରୀତି ଯୁଗର ଅନ୍ୟତମ ପ୍ରସିଦ୍ଧ ବୈଷ୍ଣବ କବି ଭାବରେ ଓଡ଼ିଶାରେ ସେ ପରିଚିତ। ତ ରୀତି ଯୁଗର ଅନ୍ୟତମ ପ୍ରସିଦ୍ଧ ବୈଷ୍ଣବ କବି ଭାବରେ ଓଡ଼ିଶାରେ ମଧ୍ୟ ସେ ପରିଚିତ। ସେ ଜଣେ ଭକ୍ତି ଭାବାପନ୍ନ କବି ଥିଲେ। କେ ନା ଭକ୍ତଚରଣ ଦାସ। ସରଳ ପ୍ରାଞ୍ଜଳ ଅଭିବ୍ୟକ୍ତି ହିଁ ତାଙ୍କ ରଚନାର ବୈଶିଷ୍ଟ୍ୟ। ସରଳ ଓ ପ୍ରାଞ୍ଜଳ ଅଭିବ୍ୟକ୍ତି ହିଁ ତାଙ୍କ ରଚନାର ବୈଶିଷ୍ଟ୍ୟ। ମନବୋଧ ଚଉତିଶା, କଳା କଳେବର ଚଉତିଶା, ଗୋପମଙ୍ଗଳ, ମନଃଶିକ୍ଷା, ମଥୁରା ମଙ୍ଗଳ କବିଙ୍କର ଶ୍ରେଷ୍ଠ ରଚନାବଳୀ। ସେ କ'ଣ କ'ଣ ରଚନା କରିଥିଲେ ନା ପିଲାମାନେ ଆଉଥରେ ମନେ ରଖ। ମନବୋଧ ଚଉତିଶା, କଳା କଳେବର ଚଉତିଶା, ଗୋପମଙ୍ଗଳ, ମନଃଶିକ୍ଷା ଓ ମଥୁରା ମଙ୍ଗଳ ତାଙ୍କର ଶ୍ରେଷ୍ଠ ରଚନାବଳୀ ଗୁଡ଼ିକ ଥିଲା। ତ ଦେଖ ନା ସଂକଳିତ ପଦ୍ୟାଂଶଟି କବିଙ୍କ ରଚିତ ମଥୁରା ମଙ୍ଗଳର 6ଠ ଛାନ୍ଦରୁ ଆସିଛି। ଯେଉଁଟା ବି ଆମେ ପଢ଼ିବା କ'ଣ ନା କାହା ମୁଖ ଅନାଇ ବଞ୍ଚିବି, ତ ସେଇଟା କେଉଁଠୁ ଆସୁଛି ନା ସେଇଟା 6ଠ ଛାନ୍ଦରୁ ଆସିଛି। କେଉଁ ବହିର, କେଉଁ ରଚିତ ବହିର ନା ମଥୁରା ମଙ୍ଗଳର 6ଠ ଛାନ୍ଦରୁ ଆସିଛି। ତ 6ଠ ଛାନ୍ଦଟି 20ଟି ପଦ ମଧ୍ୟରୁ 8ଟି ପଦ ଏଠାରେ ଗ୍ରହଣ କରାଯାଇ କାହା ମୁଖ ଅନାଇ ବଞ୍ଚିବି ନାମକରଣ କରାଯାଇଛି। କିଏ ନାମକରଣ କରିଛନ୍ତି ନା ପିଲାମାନେ? କବି କିଏ? ଭକ୍ତଚରଣ ଦାସ। ତ ଦେଖ, ଶ୍ରୀକୃଷ୍ଣ କ'ଣ ନାମକରଣ ମାନେ କାହା ମୁଖ ଅନାଇ ବଞ୍ଚିବିରେ କ'ଣ ମାନେ ଆଖ୍ୟା ଯାଇଛି, କେଉଁ ଉପରେ ପୁଣି ଲେଖାଯାଇଛି? ଓକେ, ଦେଖ ନା କ'ଣ ଶ୍ରୀକୃଷ୍ଣ କଂସର ଧନୁ ଉତ୍ସବ ଦେଖିବାକୁ ମଥୁରାକୁ ଯିବା ବେଳେ ଯଶୋଦାଙ୍କ ମାତୃ ହୃଦୟ ଆଶଙ୍କାରେ ବ୍ୟାକୁଳ ହୋଇଉଠିଛି। ସଂସ୍କୃତ କବିତାରେ ମାତୃ ହୃଦୟର ଗଭୀର ବାତ୍ସଲ୍ୟ ମମତା ଜୀବନ୍ତ ଭାବରେ ବର୍ଣ୍ଣିତ ହୋଇଛି। ବୁଝିପାରିଲ? ତ ଦେଖ, ତ ପଢ଼ିବା। ଓକେ, ତ ମୁଁ କହିଥିଲି ନା 2 ମିନିଟ୍ରୁ 3 ମିନିଟ୍ ମଧ୍ୟରେ ମୁଁ କବି ପରିଚୟଟି କମ୍ପ୍ଲିଟ୍ ଶେଷ କରିବି। ତ ବୁଝିପାରିଲ ପିଲାମାନେ? ତ ଦେଖ, କାହା ମୁଖ ଅନାଇ ବଞ୍ଚିବି ଯେ ଲେଖକ କିଏ? ଭକ୍ତଚରଣ ଦାସ। ଦେଖ, ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବି। ଆରେ ବାବୁ ଶ୍ୟାମ ଘନ, ତ ଶ୍ୟାମ ଘନ କିଏ ନା ଶ୍ରୀକୃଷ୍ଣ। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବି। ବୁଝିପାରିଲ? ଏଇଟା କିଏ କହିଛନ୍ତି ନା ମାତା ଯଶୋଦା କହିଛନ୍ତି। ହେବ 10 ଦିଗ ଶୂନ୍ୟ ଅଥିର ହେବ ଜୀବନ, ନିଶି ଦିବସରେ କ'ଣ ନିଶି ଦିବସରେ ଝୁରୁଥିବି ରେ ଜୀବଦନ। ତ ବୁଝିପାରିଲ? ତ ଏଇଟା କ'ଣ ମାତା ଯଶୋଦା ମାନେ କାନ୍ଦୁଛନ୍ତି କହିବାକୁ ଗଲେ। ତ ଶ୍ରୀକୃଷ୍ଣଙ୍କୁ ଯିବାକୁ ପଡ଼ିବ ନା କ'ଣ କଂସର ଧନୁଯାତ୍ରା ଉତ୍ସବ ଦେଖିବାକୁ। ତ ସେଥିଲାଗି ନା ମାତା ଯଶୋଦା କ'ଣ ମାନେ କାନ୍ଦିବା ଇଏ ଉଦ୍ଦେଶ୍ୟରେ କହୁଛନ୍ତି କ'ଣ, ଆରେ ବାବୁ ଶ୍ୟାମ ଘନ ତୁ ଯଦି ମଧୁଭୁବନ ଯିବୁ ତାହେଲେ ମୁଁ କାହା ମୁଖ ଅନାଇ ବଞ୍ଚିବି। ବୁଝିପାରିଲୁ? ବୁଝିପାରିଲ? ଶ୍ୟାମ ଘନ ବୋଇଲେ କ'ଣ ନା ଶ୍ୟାମ ଘନ ବୋଇଲେ ଶ୍ରୀକୃଷ୍ଣଙ୍କୁ ଆଖ୍ୟା କରାଯାଇଛି। ବୁଝିପାରିଲ? ତ ଦେଖ, ହେବ 10 ଦିଗ ଶୂନ୍ୟ ଏଥିର ହେବ ଜୀବନ,
निशी दिवस झुरुथिबी। निशी माने कौन ना रात्रि, बुझिगल। तो देख माता यशोदा कहछनी कौन 10 दिग मोर शून्य हो जीवन मोर अथिर हो। तो दिन राति दिवस माने दिन, निशी माने राति, तो राति दिन झुरुथिबे रे जीवधन। जीवन बिहुने जेने झस, झस माने कौन एठारे झस को माछर आख्या जाइछि, बुझिपार। एठारे झस को कार आख्या जाइछि ना माछ को आख्या जाइछि। जीवन बिहुने झस जेने झस, राजा बिने जेने ग्राम देश। जेमिति कि जीवन माने ए कवितार क्या आख्या जाइछि पानी। जेमिति कि पानी माने पानी रो बिना पानी रे जेमिति माछर अवस्था हुए, तो जेमिति कि कौन बिना राजा रे जेमिति गाँ गोटे गाँव रो अवस्था हुए, तो सेही भली भाबे मोर माने कौन मोर जीवन हो जाइछि। केमिति मु बंचिबी, कहा मुख अनाई बंचिबी। तो ओके, तो देख कहा अंगे चतुसम लेपिबी करी सुसम। कहा अंगे चतुसम, तो चतुसम बेले कौन पे मैंने देख चतुसम कौन। चतुसम बेले आम कहले कौन बुझा ना चंदन अगुरु कुंकुम और कस्तूरी। चतुसम जहाँ कहवा ओके, चंदन अगुरु कुंकुम आ कौन कस्तूरी, चारटाक द्रव्य मिसिकी आमर हम कौन ना चतुसम। कहा अंगे चतुसम लेपिबी करी सुसम। निद्रा रे के हेउथिब घारे। श्रीकृष्ण माने श्रीकृष्ण को पिला बेलर कथा माने मन पकाई कौन माता यशोदा बाहुनी बाहुनी कांदुंट। निद्रा रे के हेउथिब घारी, क्या अंजन देवी वस्त्र पाड़ी शुआईबी। क्या अंजन देवी, अंजन माने कौन ना जो सुषम प्रकार कौन खाद्य, बुझाल कज्वल, सॉरी कज्वल ओके। क्या अंजन देवी कज्वल देवी ओके। क्या अंजन देवी वस्त्र पाड़ी शुआईबी। पिता को मागिब केहू हरि रे जीव धन, बुझल। एक कथा सुमरी जीवी मरी निश्चय जीवु जेबे जीवु मधुपुरी, बुझल। माता यशोदा कहछन जेबे जीवु मधुपुरी, तो एक कथा मु सुमरी सुमरी केबे मरीजीवी मु भी जानि परबनी ओके। तो देख बांधिबी कहार केश कुसुमे करी सुबेश, कहा ललाटरे देवी चित्ता, बुझल। चित्ता माने कौन जो चित्ता कोटानी जो तिलक जोड़ा कहवा, बुझल। कहा ललाटरे, ललाट माने मथा, बुझल। मथा कहा मथारे जो तिलक देवी। बांधिबी कहार केश, श्रीकृष्ण केश बांधि रखले ना माता यशोदा। बांधिबी कहार केश कुसुमे करी सुबेश। कुसुम माने फुलरे गुंथि कहा केश बांधिबी, एवं कहा ललाटरे मु कहा कपाଳରେ मु चित्ता मु देवी। चित्ता माने कौन जो कौन तिलक जोड़ा कहवा, बुझल। कहार कर्णे कुंडल खंजीबी रे मोर बाल। कहार कर्णे कुंडल खंजीबी रे मोर बाल, कहा पाई करुथिबी चिंता रे जीवधन। कहा पाई से चिंता करेंगे। श्रीकृष्ण माने होते पिला बेले अली अजद करते, तो तेणुक माता यशोदा चिंता थे ना। एबे कहउछन जे मु कहा पाई चिंता करिबी एबे, बुझेल ना। कहा अंगु धूली देवी पोछि, काहाकू बा पिंधाइबी काछीरे, बुझल। कहा अंगु जिते कौन श्रीकृष्ण गाय चढ़ा जाते दुष्ट होते, तो माटी खेलुले, तो कौन श्रीकृष्ण आसवा पर देह हाथ सब आड़े कौन धूली दूसर होगी आसुले, तो से माता यशोदा कहछनी कहा धूली देवी पोछि, कहा देवी धूली पोछि। कारण माता यशोदा कौन होते ना श्रीकृष्णकर देहरु कौन धूली पोछि देउथिले। तो सहीटा एथरे कौन है ना वर्णना करा जाइछि। तो देख काहाकू बा पिंधाइबी काछीरे। श्रीकृष्ण माने कौन सॉरी यशोदा श्रीकृष्ण को काछी पिंधा उठले, जब भी श्रीकृष्ण वेश पोशाक जहाँ रही तो सेटा पिंधा उठले। कह गले यही कवितार कौन वर्णना कराई श्रीकृष्ण माने श्रीकृष्ण को जावाई बाहरी कुआडे ना कंस मामू घर देख माने यात्रा देखापी। तो जेहेतु जात देखापी बाहरी, तो श्रीकृष्ण जावाक बाहर समय तो माता यशोदा ये सब बाहुनी बाहुनी सब कौन श्रीकृष्ण को बखाणी। तो के कहा अंगु धूली देवी पोछि, क्या बा पिंधाइबी काछीरे। जेतेबेले बने जाऊ सांगरे मो प्राण नेउ निमिषे विच्छेद न सही रे, बुझाल। जितेबाला वन को जाते श्रीकृष्ण सांगे
ପ୍ରାଣ ନେଉଥିଲେ ବୁଝିଲ। ତ ପ୍ରାଣ ନେଇଥିଲେ ବୋଲି ତାର ଆଖ୍ୟା କରାଯାଇଛି ଏଇଟାରେ ବୁଝିଗଲ ନାଇଁ। ନିମିଷେ ବିଚ୍ଛେଦ ନ ସହଇ ଯଦି ବି ଟିକେ ସମୟ ମଧ୍ୟ ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ଛାଡ଼ି ରହିପାରୁନଥିଲେ। ଏବେ ଯିବୁ ମଥୁରାକୁ ମତେ ସମର୍ପି କାହାକୁ ଚନ୍ଦ୍ରମୁଖ ନ ଦେଖିଲେ ମୁହିଁରେ ଜୀବଧନ ଜୀବନ ହାରିବି ଗଣ୍ଡ ଜଳେ। ତ ବୁଝିଗଲ କ'ଣ ଲେଖା ଅଛି ଏବେ ଯିବୁ ମଥୁରାକୁ। ତ ଶ୍ରୀକୃଷ୍ଣଙ୍କୁ ଯଶୋଦା କହିଛନ୍ତି ତୁ ତ ଯେତେବେଳେ ବନକୁ ଯାଉଥିଲୁ ତ ସାଙ୍ଗରେ ମୋ ପ୍ରାଣ ନେଇଗଲା ଭଳିଆ ଲାଗୁଥିଲା। କିଛି ନିମିତ୍ତ ମାତ୍ର ପାଇଁ ଯେଉଁ ବନକୁ ଯାଉଥିଲୁ ତ ସାଙ୍ଗରେ ମୋ ପ୍ରାଣ ନେଇଗଲା ଭଳିଆ ଲାଗୁଥିଲା। ତ ଏବେ ମଥୁରାକୁ ଯିବୁ ଏବେ ମୁଁ କାହାକୁ ମାନେ ମୋତେ ସମର୍ପି କାହାକୁ ସମର୍ପିକି ଯିବୁ ମାନେ ମୋ ପାଖରେ କିଏ ରହିବ ବୁଝିଗଲ। ଚନ୍ଦ୍ରମୁଖ ନ ଦେଖିଲେ ମୁହିଁରେ ଜୀବଧନ ମାନେ କ'ଣ ଚନ୍ଦ୍ରମୁଖ ବେଲେ କାହାକୁ କହିଛି ନା ଶ୍ରୀକୃଷ୍ଣଙ୍କୁ କହିଛିନି। ତ ତୋ ମୁହଁ ନ ଦେଖିଲେ କ'ଣ ହବ ନା ଜୀବନ ହାରିବି ଗଣ୍ଡ ଜଳେ। ତ ବୁଝିଗଲେ ତୁ ମତେ ଅନ୍ତର ହେଲେ ତିଳେରେ ବୁଝିଗଲ ଜୀବନ ହାରିବେ ବୋଲି ମାତା ଯଶୋଦା କହିଛନ୍ତି। କାହିଁକି ନା ଯଦି କ'ଣ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଠାରୁ କ'ଣ ଅନ୍ତର ହୋଇଯିବେ। ଅନ୍ତର ମାନେ ଛାଡ଼ିକି କୁଆଡ଼େ ନା ତାଙ୍କ କଂସ ରାଜାଙ୍କ ଘରକୁ ତାଙ୍କ ମାମୁଁ ଘରକୁ ଯିବେ। ସର ଲବଣୀ ଅଧାମ ପକ୍ୱରମ୍ଭା ସୁଧାସମ ମୁଖେ ଦେଲେ ଥୁଥୁ କରି ଫିଙ୍ଗୁ। ସର ଲବଣୀ ଅଧାମ ପକ୍ୱରମ୍ଭା ସୁଧାସମ ଏ ସବୁ କ'ଣ ଶ୍ରୀକୃଷ୍ଣଙ୍କ ଖାଦ୍ୟ ଯେଉଁଟା ମାନେ ଖାଉଥିଲେ ଶ୍ରୀକୃଷ୍ଣ ତ ଓକେ ତାଙ୍କ ଖାଦ୍ୟ। ତ ସେଇଟା ଯେତେବେଳେ ଯଶୋଦା ଖୁଆଉଥିଲେ କ'ଣ ତାଙ୍କ ଶ୍ରୀକୃଷ୍ଣଙ୍କ ପାଟିରେ ଦେଲେ ଶ୍ରୀକୃଷ୍ଣ କ'ଣ କରୁଥିଲେ ନା ଥୁ ଥୁ କରି ଫିଙ୍ଗି ଦେଉଥିଲେ। ଯେତେ ରୂପେ ନାଳି ଆଇ ପରସଇ ବଳି ଆଇ କୋପେ ଉଠି ପାକ ଭାଣ୍ଡ ଭାଙ୍ଗୁରେ ଜୀବଧନ ବୁଝିପାରିଲେ ନା। ଏବେ ଦୂର ହୋଇବ ସେ କଥା କିନ କରେ ଦାରୁଣ ବିଧାତାରେ। ତ ଦେଖ ଛାଇକି ଅନାଇ ଡରୁ ଧାଇଁ ମତେ କୋଳେ କରୁ ବାସନେ ଘୋଡ଼ାଇ ମୁଖ ଗୋଟି। ତ ଯେତେବେଳେ ଶ୍ରୀକୃଷ୍ଣ ନିଜର ଛାଇକୁ ଦେଖୁଥିଲେ ପିଲା ବେଳର କଥା ଯେତେବେଳେ ଶ୍ରୀକୃଷ୍ଣ କ'ଣ ନିଜ ଛାଇକୁ ଦେଖୁଥିଲେ ମଧ୍ୟ ସେ ଡରି ଯାଉଥିଲେ। ଓକେ ଛାଇକି ଅନାଇ ଡରୁ ଧାଇଁ ମତେ କୋଳେ କରୁ ମତେ କୋଳ କରୁ। ତ ଛାଇକୁ ଅନେଇକି ଡରି ଯାଉଥିଲେ ଯେହେତୁ ସେ କ'ଣ ଧାଇଁ ଆସିକିନା ମାତା ଯଶୋଦାଙ୍କର କାନି ପଣତରେ ଲୁଚି ଯାଉଥିଲେ। ତ ଓକେ ବସନେ ଘୋଡ଼ାଇ ମୁଖ ଗୋଟି ବୁଝିଗଲ। ବସନେ ଘୋଡ଼ାଇ ତାଙ୍କ ଯେଉଁ କ'ଣ ସେ କାନି ପଣ ତଳେ ତାଙ୍କ ଶ୍ରୀକୃଷ୍ଣଙ୍କ ମୁହଁ ଘୋଡ଼େଇକି ଲୁଚି ଯାଉଥିଲେ କାହିଁକି ନା ନିଜ ଛାଇକୁ ଡରିକି। ଓକେ ହେଉଠାଉ ଥରହର ଦେଖିଲେ ଅନ୍ଧାର ଘର ଉଚ୍ଚ ପାବଛ ନ ପାରୁ ଉଠିରେ ଜୀବଧନ। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଆହୁରି କହିଛନ୍ତି ତୁ ତ ଅନ୍ଧାର ଦେଖିଲେ ମାନେ ଥରହର ହେଇଯାଉ ତୁ ତ ମାନେ ଉଚ୍ଚା ପାହାଚ ଉଠି ପାରୁନାହୁଁ ତ ତୁ କିଭଳି ଭାବେ ଯିବୁ। ମଧୁପୁରେ ହସ୍ତି ଘୋଡ଼ା ମାନ ଗର୍ଜିଲେ ନ ପୁଣ ଡରୁ ଶ୍ୟାମରେ। ତ ମଧୁପୁରୀରେ କେତେ ହସ୍ତି କେତେ ଘୋଡ଼ା ସବୁ ରହିଛନ୍ତି ଗର୍ଜିଲେ କେମିତି ଡରିବୁନି। ଓକେ ତ ସେଇଟା ମଧ୍ୟ ଯଶୋଦା କହିଛନ୍ତି। କାନ୍ଥେ ଦେଖି ଚିତ୍ରବନ୍ତୀ ନାନା ଭୟଙ୍କର ମୂର୍ତ୍ତି ଭୟେ ଯାଉ ସେ ଘରୁ ପଳାଇ। ଯଦି ତୁ ଆମ ଘରେ କାନ୍ଥରେ ଯଦି ଗୋଟେ ଭଲ ଚିତ୍ରବନ୍ତୀଟେ ଦେଖୁ ତାହେଲେ ତୋ ମନରେ ବିଭିନ୍ନ ପ୍ରକାର ସବୁ ଭୟଙ୍କର ମୂର୍ତ୍ତି ଭଳି ଦେଖାଯାଏ। ତ ତେଣୁକରି ତୁ ସେଇ ଘରୁ କ'ଣ ହେଉ ପଳାଇ ଯାଉ ଯେଉଁ କାନ୍ଥ ବାଟରେ ଦେଖିଥାଉ ସେଇ ପାଖରୁ ପଳାଇ ଯାଉ। ଏବେ କଂସ ପୁଅର ଯିବୁ ରାକ୍ଷସ ମାନ ଦେଖିବୁ ଡରି କାହାକୁ ଧରିବୁ ଯାଇରେ ଜୀବଧନ। ଏବେ ତ କହୁଛୁ ତୁ କଂସପୁର ଯିବୁ ତାହେଲେ ଏଇଠି ବହୁତ ସାରା ରାକ୍ଷସ ମାନ ସବୁ ଦେଖିବୁ ତୁ ତାହେଲେ କାହାକୁ ଯାଇକି କୋଳ କରିବୁ କାହାକୁ ଯାଇକି ଧରିବୁ। ସେଠି ମା ବୋଲି ଡାକିବୁ କାହାକୁ ସାହା ବା କେ ଆହା ବୋଲିବାକୁ ରେ କାହାକୁ ସେଇଠି ମା ବୋଲି ଡାକିବୁ। ତ ଏଇଠି ତୁ ଅନ୍ଧାର ଦେଖିଲେ ଡରୁଛୁ ତୁ ସେଇଠି କାହାକୁ ମା ବୋଲି ଡାକିବୁ ଯଦି ତୁ କଂସପୁରରେ ରାକ୍ଷସ ଗୁଡ଼ିକ ଦେଖିବୁ। ତ ଓକେ ନିଶା କାଳେ ମୋର କୋଳେ ଶୋଇଥାଉ ଶ୍ରମ ବଳେ ସ୍ୱପ୍ନରେ ଦେଖି କିସ ମା ବୋଲି ଚମକି ପଡ଼ୁ କଣ୍ଠେ ଦୁଇ ଭୁଜ ଭିଡ଼ୁ ପୁଣି ଶୋଉ ଘଡ଼ି ହୋଇ ବାସରେ ଜୀବଧନ। ନିଶା କାଳ ମାନେ କ'ଣ ରାତିରେ ଶୋଇଥାଉ ଶ୍ରମ ବଳେ ମାନେ ବହୁତ ଦିନ ସାରା ଗାଈ ଚରାଇ ଆସି ବହୁତ ପରିଶ୍ରମ କରି ରାତିରେ ଶୋଇଥାଉ ମାନେ କାହା କୋଳରେ ନା ଯଶୋଦାଙ୍କ କୋଳରେ। ସ୍ୱପ୍ନରେ ଦେଖି କିସ କିଛି ଗୋଟେ ସ୍ୱପ୍ନ ଦେଖିକି ମା ବୋଲି ଡାକିକି ଚମକି ପଡ଼ୁଥାଉ। ଓକେ କଣ୍ଠେ ଦୁଇ ଭୁଜ ଭିଡ଼ୁ ପୁଣି
ଶୋଉ ଘଡ଼ି ହୋଇ ବାସରେ ବଦନ। ବୁଝିଗଲେ, ରାତିରେ ମଧ୍ୟ ସେ ସ୍ୱପ୍ନ ଦେଖି ଶ୍ରୀକୃଷ୍ଣ ଚମକି ପଡ଼ି ମା ବୋଲି ଡାକି ତାଙ୍କ କୋଳରେ ଶୋଇପଡ଼ିଥିଲେ ବୋଲି ମାତା ଯଶୋଦା କହିଛନ୍ତି। ସେ କଥା ସୁମରି ଯିବି ଉଠ ବୋଲି କାହାକୁ ଡାକିବି ରେ। ତ ସେଇ କଥା କିଭଳି ଭାବେ ମୁଁ ପାଶୁରି ଯିବି, କିଭଳି ଭାବେ ଭୁଲିଯିବି? ତେବେ ତୁ କାହାକୁ ସେଇଠି ମା ବୋଲି ଡାକିବୁ? ଓକେ, ଉଠ ବୋଲି କାହାକୁ ଡାକିବି ରେ। ସକାଳୁ ସକାଳୁ ଯେତେ ସକାଳ ପାଇଯିବ ତ ମାତା ଯଶୋଦା ମଧ୍ୟ ଶ୍ରୀକୃଷ୍ଣକୁ ଉଠାଉଥିଲେ ନିଦ୍ରାରୁ। ଓକେ, ତ ଏବେ ବଖାଣ ଶୁଣିଛେ ମୁଁ କିଭଳି ଭାବେ ତତେ ଡାକିବି, କିଭଳି ଭାବେ କାହାକୁ ଉଠେଇବି ନିଦରୁ। ତ ପିଲାମାନେ, ଆଇ ହୋପ୍ କି ଆଜିର କ୍ଲାସ୍ଟି ନିଶ୍ଚିନ୍ତ ରୂପେ ଭଲ ଲାଗିଥିବ। খুব কম ସମୟରେ ଆମର এই କ୍ଲାସ୍ଟି ଶେଷ ହୋଇଗଲା। ତ ସୂଚନା ଦେଖ କ'ଣ କ'ଣ ରହିଛି। ମୁଁ ହୁଏତ ଯଦି କିଛି ବି ମିଷ୍ଟେକ୍ ହେଇଯାଇଥାଇପାରେ ତ ସେଟାକୁ ଚେଞ୍ଜ କରିନେବ। ଦେଖ, ଶ୍ୟାମଘନ ଶ୍ରୀକୃଷ୍ଣଙ୍କୁ କୁହାଯାଇଛି। ଓକେ, ମଧୁବନ ମଥୁରା, 10 ଦିଗ। 10 ଦିଗ ମାନେ 10 ଦିଗ ମାନେ ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଅଗ୍ନି ବାୟୁ ଈଶାନ ନୈଋତ୍ୟ ଉର୍ଦ୍ଧ ଅର୍ଦ୍ଧ, ଏ 10ଟା ଦିଗ ସମାହାରରେ। ଜୀବନ, ଜୀବନ ମାନେ କ'ଣ? ଜଳ। ମୁଁ ସେଟା କହିଛି। ଯଶ ମାନେ ମାଛ, ଯେନେ ଯେପରି ଚତୁଃସମ ଚନ୍ଦନ ଅଗୁରୁ କୁଙ୍କୁମ କସ୍ତୁରୀ। ସୁଷମ ମାନେ ସୁନ୍ଦର, ଅଞ୍ଜନ ମାନେ କଜ୍ଜଳ, ପାଡ଼ି ମାନେ ବିଛେଇ ବା ପାରିଦେବା, ହରି ମାନେ ଚନ୍ଦ୍ର, ବାଳ ମାନେ ବାଳକ, ଏଠାରେ ପୁଅ ବୋଲି କୁହାଯାଇଛି। କାଛି ମାନେ ଛୋଟିଆ ଲୁଗା ବା କାଛିଆ, ଯେଉଁ ଶ୍ରୀକୃଷ୍ଣଙ୍କର ଶ୍ରୀକୃଷ୍ଣଙ୍କର ଲୁଗା ଯୋଉଟା କୁହାଯାଏ। ନିମିଷେ ଅଳ୍ପ ସମୟ ପାଇଁ, ଗଣ୍ଡ ମାନେ ଗଭୀର। ଓକେ, ଅଧା ମାନେ ରାବିଡ଼ି, ରମ୍ଭା ମାନେ କଦଳୀ ନାଳିଆଇ କଅଁଳେଇବା, ବଳିଆଇ ବଳେଇ କରି, ପାକ ଭାଣ୍ଡ ରାନ୍ଧିବା ହାଣ୍ଡି, ଦାରୁଣ ମାନେ ନିଷ୍ଠୁର, ପାବଛ ମାନେ ପାହାଚ, ନ ପୁଣ ଡରୁ ଯେପରି ଆଉ ଥରେ ନ ଡରୁ, ପନ୍ତି ମାନେ ସମୂହ ବା ଧାଡ଼ି, ମାଇ ମାନେ ମା, ସାହା ମାନେ କ'ଣ? ସାହାୟ, ସମବଳି ମାନେ କ୍ଳାନ୍ତ ହୋଇ। ଓକେ, ଯଦି ବି ମୁଁ କିଛି ବି ମାନେ କବିତା ପକାଇଲା ବେଳେ କିଛି ବି ହେଲେ ମିଷ୍ଟେକ୍ ହୋଇଯାଇଥାଏ, ମାନେ ଯେଉଁ ସୂଚନା ଦେଲି ତ ସେ ସୂଚନାରେ କିଛି ମିଷ୍ଟେକ୍ ହେଇଯାଇଥାଏ ତ ସେଇଟାକୁ ସୁଧାରି ନେବ। ବୁଝିଗଲ? ତ ଭାବୁଛି ଯେ କ୍ଲାସ୍ଟି ଭଲ ହେଇଥିବ ବୋଲି। କିଛିଟା 1 ମାର୍କିଆ କୋଶ୍ଚିନ୍ ଡିସ୍କସନ୍ କରିନେବା। ତାପରେ ଆମେ କ'ଣ କରିବା? ଆମେ ନେକ୍ସଟ କ୍ଲାସ୍ରେ ଅପେକ୍ଷା କରିବା କ'ଣ ଆସୁଛି ନେକ୍ସଟ କ୍ଲାସ୍କୁ। ନେକ୍ସଟ କ୍ଲାସ୍କୁ ମୁଁ ଭାବୁଛି ସାହିତ୍ୟ କିମ୍ବା ସାହିତ୍ୟ ବ୍ୟାକରଣ ଆଣିବି, ନହେଲେ କ'ଣ ଜୀବବିଜ୍ଞାନଟା ଆଣିବି ବୋଲି। ଓକେ, ଦେଖ, ଜୀବନ ଅଭାବରେ ମାଛ ବଞ୍ଚିପାରେ। ଯେଉଁ କ'ଣ ଦେଇଛି ନା, ନିମ୍ନୋକ୍ତ ଉକ୍ତି ମଧ୍ୟରୁ ଯେଉଁଗୁଡ଼ିକ ଠିକ୍ ତାହା ଲେଖ। ଜୀବନ ଅଭାବରେ ମାଛ ବଞ୍ଚିପାରେ ନା, ଏଇଟା ଭୁଲ। ବୁଝିଗଲ? ଜୀବନ ଅଭାବରେ ମାଛ ବଞ୍ଚିପାରେ ନାହିଁ। ଜୀବନ ମାନେ କ'ଣ? ଜଳ। କୃଷ୍ଣ ତାଙ୍କ ପିତାଙ୍କୁ ଚନ୍ଦ୍ର ଆଣିବା ପାଇଁ ଅଳି କରୁଥିଲେ। ଠିକ୍ ଅଛି। ଯଶୋଦା କୃଷ୍ଣକୁ ମଥୁରା ଯିବାକୁ ବାରଣ କରୁଥିଲେ। ଠିକ୍ ଅଛି। ଯଶୋଦା ପକ୍ଷରେ କୃଷ୍ଣ ବିଚ୍ଛେଦ ଅସହ୍ୟ ଥିଲା। ଠିକ୍ ଅଛି। ବୁଝିଗଲ? କୃଷ୍ଣ ପିଲାମାନେ କାହାକୁ ଡରୁ ନଥିଲେ, ସମସ୍ତଙ୍କୁ ଡରୁଥିଲେ। ବୁଝିଗଲ କି ନାହିଁ? କୃଷ୍ଣ ରାଗିଗଲେ ରନ୍ଧାହାଣ୍ଡି ଭାଙ୍ଗି ଦେଉଥିଲେ। ଠିକ୍ ଅଛି। କୃଷ୍ଣ ଉଚ୍ଚ ପାହାଚ ଚଢ଼ି ପାରୁନଥିଲେ। ଠିକ୍ ଅଛି। ବୁଝିଗଲ? କିଛିଟା ଭୁଲ ମଧ୍ୟ ଏଥିରେ ରହିଛି। ତ ଆଇ ହୋପ୍ କି କ୍ଲାସ୍ଟା ଆଜି ଭଲ ଲାଗିଥିବ। ଯଦି ଭଲ ଲାଗିଛି ନିଶ୍ଚିତ ଲାଇକ୍ ସେୟାର ସବସ୍କ୍ରାଇବ୍ କର। ଆଜିର କ୍ଲାସ୍ ଏତିକି। ନେକ୍ସଟ ହେବା ଗୋଟେ ନୂଆ ଟପିକ୍ ସହିତ। ତ ଆଜି ମାନେ ଯେଉଁମାନେ ସବସ୍କ୍ରାଇବ୍ କରୁନ ସବସ୍କ୍ରାଇବ୍ କରି ରଖ, କାରଣ ଏଭଳି ଭାବେ ଲାଟେଷ୍ଟ କଣ୍ଟେଣ୍ଟ ନବମଠୁ ଧରିକି କ'ଣ +3 ପର୍ଯ୍ୟନ୍ତ ମଧ୍ୟ କ୍ଲାସ୍ କରାଯିବ। ଓକେ, ତ ଏବେ ଯେହେତୁ ମୋର ପୁରୁଣା ଚ୍ୟାନେଲଟା କୌଣସି ପ୍ରକାର ଟର୍ମିନେଟ୍ ହେଇଯାଇଛି, ତ ସେଥିଲାଗିନା ଆମର ଏଇ ନୂଆ ଚ୍ୟାନେଲଟାରେ ଚାଲିବ। ପୁରୁଣା ଚ୍ୟାନେଲଟାରେ କ'ଣ ସେଇଟା ଭଲ ଅଡ଼ିଏନ୍ସ ଥିଲେ। ଓକେ, ଏଇଟାରେ ଅଡ଼ିଏନ୍ସ ନାହାନ୍ତି। ତ ସେ ପୁଣି ଏକଠା ମାନେ ସମସ୍ତେ ଯୋଡ଼ି ହେଲା ବେଳକୁ ବହୁତ ସମୟ ଲାଗିବ। ତ ସେଥିପାଇଁ ଧୀରେ ଧୀରେ କ୍ଲାସ୍ ଚାଲିଛି। ନହେଲେ ମୋର କହିବାକୁ ଗଲେ ଦିନକୁ 5ରୁ 10ଟା ଖଣ୍ଡେ କ୍ଲାସ୍ ଆସିବ। ତ ଆଜିର କ୍ଲାସ୍ଟି ଏତିକି। ନେକ୍ସଟ ଦେଖା ନେକ୍ସଟ ଡେରେ। ବାଏ ବାଏ।